ଚାଲନ୍ତୁ ଆଜି ଏମିତି ଏକ ମନ୍ଦିରର କଥା ଜାଣିବା ଯାହା 100 ବର୍ଷରୁ ବି ଅଧିକ ସମୟ ଧରି ନିଜ ଭିତରେ ବାଲିରେ ପୋତି ହୋଇ ରହିଥିଲା। ହଁ, ଆମେ କଥା ହେଉଛୁ ଓଡ଼ିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ବିଷୟରେ। ଏଇଟା ଖାଲି ଗୋଟେ ପୂଜା କରିବା ଜାଗା ନୁହେଁ, ବରଂ ଏହା ହେଉଛି ସ୍ଥାପତ୍ୟ, ବିଜ୍ଞାନ ଆଉ ଏକ ବହୁତ ବଡ଼ ରହସ୍ୟର ମିଶ୍ରଣ। ଟିକେ ଭାବନ୍ତୁ ତ, ଗୋଟେ 800 ବର୍ଷ ପୁରୁଣା ଅମୂଲ୍ୟ ଐତିହାସିକ ଜିନିଷକୁ କିଏ କାହିଁକି ଭିତରୁ ପୂରାପୂରି ବାଲିରେ ଭର୍ତ୍ତି କରିଦେବ? ହେଲେ ଏମିତି କାହିଁକି କରାଗଲା? ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏଇଟା କୌଣସି ଧ୍ୱଂସ କରିବାର ଚେଷ୍ଟା ନଥିଲା, ବରଂ ବଞ୍ଚେଇବାର ଏକ ଅଜବ ପ୍ରୟାସ ଥିଲା। ଆଉ ଏଇ ପ୍ରଶ୍ନଟା ହିଁ ଆମର ଆଜିର କାହାଣୀର ମୂଳ କଥା। ଏଇ ଯୋଉ ଚିତ୍ର ଏବେ ସାମ୍ନାରେ ଅଛି, ଏଇଟା ହେଉଛି ସେହି ତ୍ରୟୋଦଶ ଶତାବ୍ଦୀର କୋଣାର୍କ ସୂର୍ଯ୍ୟ ମନ୍ଦିର। ଏହାର ବିଶାଳତା ଆଉ ସୁନ୍ଦରତା ଦେଖିଲେ ସହଜରେ ବିଶ୍ୱାସ ହୁଏନି ଯେ ଏହାର ଗୋଟେ ବଡ଼ ଅଂଶକୁ ବାଲି ଭର୍ତ୍ତି କରି ସବୁଦିନ ପାଇଁ ସିଲ୍ କରିଦିଆଯାଇଥିଲା। ତେବେ କାହିଁକି ଏମିତି ଗୋଟେ ପଦକ୍ଷେପ ନିଆଗଲା, ସେଇଟା ହିଁ ତ ଆଜିର ରହସ୍ୟ। ତେବେ କାହାଣୀଟା ଆରମ୍ଭ ହେଉଛି ଆଜିକୁ ପ୍ରାୟ 100 ବର୍ଷରୁ ଅଧିକ ସମୟ ତଳେ। ସେତେବେଳେ ବ୍ରିଟିଶ ପ୍ରଶାସନ ଗୋଟେ ବହୁତ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିଲେ। ସେମାନେ କ'ଣ କଲେ ନା, ମନ୍ଦିରର ମୁଖ୍ୟ ସଭାଗୃହକୁ ପୂରାପୂରି ବାଲିରେ ଭର୍ତ୍ତି କରି ତାକୁ ସବୁଦିନ ପାଇଁ ବନ୍ଦ କରିଦେଲେ। ହଁ, ଏକଦମ ଠିକ୍ ଶୁଣିଲେ। 1903 ମସିହାରେ ଜଗମୋହନଙ୍କୁ ସମ୍ପୂର୍ଣ୍ଣ ଭାବରେ ବାଲିରେ ଭରି ଦିଆଗଲା। ଆଉ ଏଇଟା କୌଣସି ହଠାତ୍ ନିଆଯାଇଥିବା ନିଷ୍ପତ୍ତି ନଥିଲା, ବରଂ ବହୁତ ଭାବିଚିନ୍ତି କରାଯାଇଥିଲା। ଏହାର କାରଣ ଜାଣିବା ପାଇଁ ଆମକୁ ଟିକେ ଇତିହାସର ପଛକୁ ଯିବାକୁ ପଡ଼ିବ। ହଁ, ତେବେ ଏହି ନିଷ୍ପତ୍ତି ପଛର କାରଣଟା କ'ଣ, ସେଇଟା ଜାଣିବା ଆଗରୁ ଆମକୁ ପ୍ରଥମେ ମନ୍ଦିର ବିଷୟରେ ଟିକେ ଜାଣିବାକୁ ପଡ଼ିବ। ତେବେ ଚାଲନ୍ତୁ ସମୟରେ ଟିକେ ପଛକୁ ଯାଇ ଦେଖିବା ଏହି ମନ୍ଦିର କେମିତି ତିଆରି ହେଲା ଆଉ ଏହାର ଡିଜାଇନ୍ କେତେ ଅଦ୍ଭୁତ ଥିଲା। କଥାଟା ହେଉଛି ତ୍ରୟୋଦଶ ଶତାବ୍ଦୀର। ସେତେବେଳେ ପୂର୍ବ ଗଙ୍ଗ ବଂଶର ପ୍ରତାପୀ ରାଜା ଥିଲେ ନରସିଂହ ଦେବ ପ୍ରଥମ। ସେ ହିଁ ଏହି ମନ୍ଦିରକୁ ତିଆରି କରାଇଥିଲେ। କିନ୍ତୁ ଜାଣନ୍ତି, ଏଇଟା ଖାଲି ଗୋଟେ ଧାର୍ମିକ ସ୍ଥଳ ନଥିଲା। ନା, ଏଇଟା ଥିଲା ମୁସଲମାନ ଶାସକଙ୍କ ଉପରେ ତାଙ୍କ ବିଜୟର ଏକ ପ୍ରତୀକ, ଶକ୍ତି ଆଉ କଳାର ଏକ ଜବରଦସ୍ତ ପ୍ରଦର୍ଶନ। ଆଉ ସବୁଠୁ ବଡ଼ କଥା କ'ଣ ଜାଣନ୍ତି? ଏହାର ଡିଜାଇନ୍ ପୁରା ମନ୍ଦିରଟାକୁ ସୂର୍ଯ୍ୟ ଦେବତାଙ୍କ ପାଇଁ ଗୋଟେ ବିରାଟ ପଥରର ରଥ ଆକାରରେ ତିଆରି କରାଯାଇଛି। ଜଷ୍ଟ ଭାବନ୍ତୁ ତ, ପଥରକୁ କାଟି କେମିତି ଗୋଟେ ଜୀବନ୍ତ ରଥ ତିଆରି କରାଯାଇଛି, ଯାହା ଆଜି ବି ଦୁନିଆ ପାଇଁ ଏକ ଆଶ୍ଚର୍ଯ୍ୟ। ଆସନ୍ତ ଏବେ ଏହି ବିଶାଳ ରଥର ସେହି ଛୋଟ ଛୋଟ କଥା ଉପରେ ନଜର ପକାଇବା, ଯାହା ଏହାକୁ ଏତେ ମହାନ ବନାଉଛି। ଆଚ୍ଛା, ଏଇ ନକ୍ସାଟାକୁ ଟିକେ ଦେଖିବା। ଏଇଠି ଆମେ ବୁଝିପାରିବା ମନ୍ଦିରର ଗଠନ କେମିତି। ଦେଖନ୍ତୁ, ଏଇଟା ହେଲା ମୁଖ୍ୟ ଦେଉଳ, ଯଦିଓ ଏବେ ଭାଙ୍ଗି ଯାଇଛି। ଆଉ ଠିକ୍ ତା ସାମ୍ନାରେ ଏଇଟା ହେଲା ଜଗମୋହନ। ମନେ ରଖନ୍ତୁ, ଆମର ପୁରା କାହାଣୀ ଏଇ ଜଗମୋହନକୁ ନେଇ। ଆଉ ଏପଟେ ରହିଲା ନାଟମଣ୍ଡପ। କୋଣାର୍କ ମନ୍ଦିରଟା ହେଉଛି କଳିଙ୍ଗ ସ୍ଥାପତ୍ୟ ଶୈଳୀର ଗୋଟେ ବେଷ୍ଟ ଏକ୍ଜାମ୍ପଲ୍, ମାନେ ଆମ ଓଡ଼ିଶାର ନିଜସ୍ୱ ଷ୍ଟାଇଲ୍। ସାଧାରଣତଃ ଏଥିରେ ଦୁଇଟା ମୁଖ୍ୟ ଅଂଶ ଥାଏ। ଗୋଟେ ହେଲା ଦେଉଳ, ଯେଉଁଠି ମୂଳ ଠାକୁର ରହନ୍ତି, ଆଉ ଅନ୍ୟଟି ହେଲା ଜଗମୋହନ, ମାନେ ସାମ୍ନାରେ ଥିବା ହଲ୍। ଆଉ ଆମର ପୁରା ରହସ୍ୟଟା ଏଇ ଜଗମୋହନ ଭିତରେ ହିଁ ଲୁଚି ରହିଛି। ଜାଣନ୍ତି, ଏହାର ଆଉ ଗୋଟେ ନାଁ ବି ଅଛି, ବ୍ଲାକ୍ ପାଗୋଡ଼ା ବା କଳା ପାଗୋଡ଼ା। ୟୁରୋପୀୟ ନାବିକମାନେ ଏହାକୁ ସମୁଦ୍ରରୁ ଦେଖି ଏ ନାଁ ଦେଇଥିଲେ, କାରଣ ଏହାର ରଙ୍ଗଟା ପୁରା କଳା ଦିଶୁଥିଲା, ଗୋଟେ ଲ୍ୟାଣ୍ଡମାର୍କ ଭଳି। ଆଉ ଏଇ ଖାସ୍ ରଙ୍ଗ ପଛରେ କାରଣ ହେଲା ଏଥିରେ ବ୍ୟବହାର ହୋଇଥିବା 3 ପ୍ରକାରର ପଥର, କ୍ଲୋରାଇଟ୍, ଲ୍ୟାଟେରାଇଟ୍ ଆଉ ଖଣ୍ଡାଲାଇଟ୍। ଏହି ମନ୍ଦିରଟା ଖାଲି ପଥରରେ ଗଢ଼ା ନୁହେଁ, ଏହା ହେଉଛି ଗୋଟେ ଚଳନ୍ତି କ୍ୟାଲେଣ୍ଡର। କେମିତି? ଦେଖନ୍ତୁ, ଏଥିରେ ଥିବା 7ଟା ଘୋଡ଼ା ହେଉଛି ସପ୍ତାହର 7 ଦିନ, 24ଟା ଚକ ହେଉଛି ଦିନର 24 ଘଣ୍ଟା, କିମ୍ବା କହିପାରିବା ବର୍ଷର 12 ମାସ। ଆଉ ପ୍ରତି ଚକରେ ଯେଉଁ 8ଟା ଅର ଅଛି, ସେଗୁଡ଼ିକ ହେଉଛି ଦିନର 8 ପ୍ରହର। ମାନେ ଏମିତି ଏକ ମନ୍ଦିର ଯାହା ସମୟ ସହିତ ତାଳ ଦେଇ ଚାଲେ। ହେଲେ କାହାଣୀ ଏତିକିରେ ସରୁନି। ଏହାର ସବୁଠୁ ରୋମାଞ୍ଚକ କଥା ହେଉଛି ଏହାର ଆଉ ଆକାଶର ସମ୍ପର୍କ, ମାନେ ଜ୍ୟୋତିର୍ବିଜ୍ଞାନ। ଆମେ ଦେଖିବା କେମିତି ଏହା ସୂର୍ଯ୍ୟଙ୍କ ଚଳପଥ ସହିତ ପୂରାପୂରି ଖାପ ଖାଉଥିଲା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଏଇଟା କୌଣସି କାକତାଳୀୟ ଘଟଣା ନୁହେଁ। ଏହାର ତିଆରି ଏତେ ପରଫେକ୍ଟ ଯେ ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କର ଯେଉଁ ପ୍ରଥମ କିରଣ, ସେଇଟା ସିଧା ମୁଖ୍ୟଦ୍ୱାର ଦେଇ ଗର୍ଭଗୃହରେ ଥିବା ମୂର୍ତ୍ତି ଉପରେ ପଡ଼ୁଥିଲା। ଏଇଥିରୁ ହିଁ ଜଣାପଡ଼େ ସେ ସମୟର ଜ୍ୟୋତିର୍ବିଜ୍ଞାନ ଆଉ ବାସ୍ତୁକଳା କେତେ ଆଗରେ ଥିଲା। ଆଉ ଏତିକି ନୁହେଁ, ମନ୍ଦିରର 3 ପଟେ ସୂର୍ଯ୍ୟଙ୍କର 3ଟା ଅଲଗା ଅଲଗା ମୂର୍ତ୍ତି ଅଛି, ଯାହା ଦିନର 3ଟା ସମୟକୁ ଦର୍ଶାଏ। ଏଇଟା ହେଲା ପ୍ରଥମ ମୂର୍ତ୍ତି, ପ୍ରଭାତ ସୂର୍ଯ୍ୟ, ସୃଷ୍ଟିକର୍ତ୍ତା। ସକାଳର କଅଁଳା ଖରା ଏହା ଉପରେ ପଡ଼ିଲେ ଲାଗେ ସତେ ଯେମିତି ଏହା ଜୀବନ୍ତ ହୋଇ ଉଠିଛି। ତାପରେ ଦିନ ଯେତେବେଳେ ଆଗକୁ ବଢ଼େ, ସୂର୍ଯ୍ୟଙ୍କ କିରଣ ଆସିପଡ଼େ ଏହି ଦ୍ୱିତୀୟ ମୂର୍ତ୍ତି ଉପରେ। ଏହା ହେଉଛି ମଧ୍ୟାହ୍ନ ସୂର୍ଯ୍ୟଙ୍କର ରୂପ, ଯେତେବେଳେ ତାଙ୍କର ତେଜ ସବୁଠୁ ଅଧିକ।
ଏହା ସଂହାରକର୍ତ୍ତାଙ୍କ ପ୍ରତୀକ। ଆଉ ଶେଷରେ ସନ୍ଧ୍ୟାବେଳକୁ ଏହି ତୃତୀୟ ମୂର୍ତ୍ତିର ପାଳି। ଏହା ହେଉଛି ଅସ୍ତାଚଳ ସୂର୍ଯ୍ୟ। ଏଥିରେ ଦେଖନ୍ତୁ ଦିନସାରାର ପରିଶ୍ରମ ପରେ ସୂର୍ଯ୍ୟଦେବ କେମିତି ଟିକେ କ୍ଳାନ୍ତ ଦେଖାଯାଉଛନ୍ତି। ଯିଏ ପାଳନକର୍ତ୍ତା, ତ ଗୋଟିଏ ଦିନରେ ସୂର୍ଯ୍ୟଙ୍କର ଏହି ତିନୋଟି ରୂପ ଅବିଶ୍ୱାସନୀୟ। ତେବେ ଏତେ କଥା ଜାଣିସାରିବା ପରେ ଏବେ ସେଇ ମୂଳ ପ୍ରଶ୍ନକୁ ଫେରିଆସିବା। ଏମିତି ଗୋଟେ ଅଦ୍ଭୁତ ମନ୍ଦିରକୁ ଶେଷରେ ବାଲିରେ ଭର୍ତ୍ତି କରିବାର ଦରକାର କାହିଁକି ପଡ଼ିଲା? ଆଉ ଆଜିର ଦିନରେ ଏହାକୁ ବଞ୍ଚାଇ ରଖିବା ପାଇଁ କ'ଣ ସବୁ ଚ୍ୟାଲେଞ୍ଜ ରହିଛି? ହଁ, ତେବେ ସେହି ବଡ଼ ପ୍ରଶ୍ନର ଉତ୍ତର ହେଉଛି ଏହା ଧ୍ୱଂସ କରିବା ପାଇଁ ନୁହେଁ, ବରଂ ବଞ୍ଚାଇବା ପାଇଁ କରାଯାଇଥିଲା। ଏହା ଥିଲା ଏକ ଶେଷ ଚେଷ୍ଟା। କଥା ହେଲା, ମନ୍ଦିରର ମୁଖ୍ୟ ଦେଉଳ ତା ଆଗରୁ ହିଁ ଭାଙ୍ଗି ଯାଇଥିଲା, ଆଉ ଜଗମୋହନ ବି ଏତେ ଦୁର୍ବଳ ହୋଇଯାଇଥିଲା ଯେ ସେଇଟା ବି ଯେକୌଣସି ମୁହୂର୍ତ୍ତରେ ଭୁଷୁଡ଼ି ପଡ଼ିବାର ଡର ଥିଲା। ତେଣୁ ଏହାକୁ ଭିତରୁ ଗୋଟେ ସପୋର୍ଟ ଦେବା ପାଇଁ ବ୍ରିଟିଶ ବିଶେଷଜ୍ଞମାନେ ଏହାକୁ ପୂରାପୂରି ବାଲିରେ ଭରିଦେବାକୁ ନିଷ୍ପତ୍ତି ନେଲେ। କିନ୍ତୁ ଦେଖନ୍ତୁ ସମୟର ଖେଳ। ଯେଉଁ ସମାଧାନଟା 100 ବର୍ଷ ତଳେ କରାଯାଇଥିଲା, ଆଜି ସେଇଟା ହିଁ ଏକ ନୂଆ ସମସ୍ୟା ପାଲଟି ଯାଇଛି। କେମିତି? କାରଣ ଏତେ ବର୍ଷ ଭିତରେ ଥିବା ବାଲି ଧୀରେ ଧୀରେ ଦବିଯାଇଛି। ଆଉ ଏବେ ଉପରେ ପ୍ରାୟ 17 ଫୁଟର ଗୋଟେ ଗ୍ୟାପ୍ ତିଆରି ହୋଇଯାଇଛି। ଆଉ ଏଇ ଖାଲି ଜାଗାଟା ଏବେ ପୁରା ଢାଞ୍ଚା ଉପରେ ଓଲଟା ଚାପ ପକାଉଛି। ତ ମନ୍ଦିରର ଏହି ଲମ୍ବା ଯାତ୍ରାକୁ ଦେଖିଲେ ତ୍ରୟୋଦଶ ଶତାବ୍ଦୀରେ ଏହାର ନିର୍ମାଣ, ତାପରେ 1903 ମସିହାରେ ବାଲି ଭର୍ତ୍ତି କରି ଏହାକୁ ବଞ୍ଚାଇବାର ପ୍ରୟାସ, 1984ରେ ୟୁନେସ୍କୋରୁ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା, ଆଉ ଆଜି ସେହି ବାଲିକୁ ପୁଣି ସୁରକ୍ଷିତ ଭାବେ ବାହାର କରିବା ପାଇଁ ଏକ ବଡ଼ ଯୋଜନା। ଏହାର କାହାଣୀ ସତରେ ଏବେ ବି ଶେଷ ହୋଇନି। ତେବେ ଶେଷରେ କୋଣାର୍କର ଏହି କାହାଣୀ ଆମ ପାଇଁ ଗୋଟେ ବହୁତ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। ଯେତେବେଳେ ଅତୀତର ଗୋଟେ ସମାଧାନ ଭବିଷ୍ୟତ ପାଇଁ ଗୋଟେ ସମସ୍ୟା ପାଲଟିଯାଏ, ସେତେବେଳେ ଆମେ କ'ଣ କରିବା ଉଚିତ? କେମିତି ଆମେ ଆମ ଐତିହ୍ୟକୁ ସୁରକ୍ଷିତ ରଖିବା? ଏହା ଏମିତି ଏକ ପ୍ରଶ୍ନ ଯାହାର ଉତ୍ତର ବୋଧହୁଏ ଏତେ ସହଜ ନୁହେଁ।